ନାଇଁ ଶୁଣନ୍ତୁ, ବର୍ତ୍ତମାନ ସ୍ଥିତିରେ ଯେହେତୁ ଆମେ ଗୋଟେ कसम ଖାଇଛୁ ଯେ ଭାରତବର୍ଷର ଏକତା ପାଇଁ ଏବଂ ଆମର ଲକ୍ଷ ଲକ୍ଷ ସୈନ୍ୟ ଯେତେବେଳେ ବ୍ୟାପୃତ ଅଛନ୍ତି ଯୁଦ୍ଧରେ, ସେତେବେଳେ କେନ୍ଦ୍ର ସରକାର କ'ଣ କରିଛି ନ କରିଛନ୍ତି ସେଇଟା ବିଶେଷ ଆଲୋଚନା କରିବା ଠିକ୍ ନୁହେଁ। କିନ୍ତୁ ଗୋଟେ କଥାର ଆଲୋଚନା କରିବି, ଇଏ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ସିଏ ଟ୍ୱିଟ୍ କରିକି କହିବେ ଯେ ମୁଁ ସିଜ୍ ଫାୟାର ଘୋଷଣା କରୁଛି, ଆଉ ହେଲା ସିଜ୍ ଫାୟାର ଘୋଷଣା କଲା, ଭଲ ଶାନ୍ତି ପୁରସ୍କାର ନୋବେଲ ପ୍ରାଇଜ୍ ପାଇବ, ମୋର ଆପତ୍ତି କିଛି ନାହିଁ। କିନ୍ତୁ ସିଏ ଗୋଟେ ଟ୍ୱିଟ୍ରେ ଗୋଟେ ବଡ଼ ସାଂଘାତିକ କଥା ଲେଖିଛନ୍ତି ଯେ କାଶ୍ମୀର ଇସ୍ୟୁକୁ ସମାଧାନ କରିବା ପାଇଁ ମୁଁ ମଧ୍ୟସ୍ଥତା କରିବାକୁ ରାଜି ଅଛି। ୟା ବିରୁଦ୍ଧରେ କେନ୍ଦ୍ର ସରକାର ଜବରଦସ୍ତ ସ୍ୱର ଉତ୍ତୋଳନ କରିବା ଦରକାର। ଆମେ ଟ୍ରମ୍ପର ଆମେରିକାର ଗୋଡ଼ାଣିଆ ହେବୁ ନା ସେ ଟ୍ରମ୍ପ ଯିଏ ହୋ, ସେ ଆମେରିକା ଯିଏ ହୋ, ଭାରତବର୍ଷ କ'ଣ ଛୋଟିଆ ଦେଶ? ସେ ଆମର ମାର୍କେଟ ଉପରେ ବର୍ତ୍ତମାନ ଡିପେଣ୍ଡ କରୁଛନ୍ତି। ସିଏ କାଶ୍ମୀରକୁ ବିବାଦୀୟ କାହିଁକି କଲା? କାଶ୍ମୀର ତ ଆମର। ସାରା ପୃଥିବୀରେ ଆମେ ବହୁତ ବର୍ଷ ହେଲା ପ୍ରମାଣିତ କରିସାରିଛୁ କାଶ୍ମୀର ଆମର। କାଶ୍ମୀରବାସୀ ବି କହୁଛନ୍ତି ଆମେ ଭାରତର। ଏଇ ଟ୍ରମ୍ପ ପାଖକୁ ଗୋଡ଼େଇକି ଯିବା ଏବଂ ଟ୍ରମ୍ପ ସାଥିରେ କଥାବାର୍ତ୍ତା ହେବା, ସେ ଆମକୁ ରିୱାର୍ଡ଼ ଦେବ। ମୋର ସେଇ ଉପରେ ବର୍ତ୍ତମାନ ପ୍ରଶ୍ନ ଅଛି। କିନ୍ତୁ ଯୁଦ୍ଧକୁ ନେଇକି ଭାରତ ସରକାର ଏବଂ ସୈନ୍ୟବାହିନୀକୁ ଆମେ ଅକୁଣ୍ଠିତ ଚିତ୍ତରେ ସମର୍ଥନ କରୁଛୁ। ମୋର ବର୍ତ୍ତମାନ ଦାବି ହେଉଛି ଯେ ଭାରତ ସରକାର ତୀବ୍ର ପ୍ରତିବାଦ କରନ୍ତୁ ଯେ ଟ୍ରମ୍ପ କାହିଁକି କହିଲେ କାଶ୍ମୀରକୁ ନେଇକି ମୁଁ ମଧ୍ୟସ୍ଥତା କରିବାକୁ ରାଜି। ଇଏ କହିବାର ସୁଯୋଗଟା କାହିଁକି ତାଙ୍କୁ ଦେଇଛନ୍ତି? ଏ ସୁଯୋଗ କାହିଁକି ତାଙ୍କୁ ଦେଲେ? ଟ୍ରମ୍ପ କ'ଣ ମହାମାନ୍ୟ ଟ୍ରମ୍ପ ସେ କ'ଣ ଭାବିଦେବେ ଭାରତବର୍ଷ ଗୋଟେ ଛୋଟିଆ ଦେଶ, ଆମେ ଯାହାକୁ ସେ ହେଇଯିବ? ଆ ବିରୁଦ୍ଧରେ ମୋର ତୀବ୍ର ପ୍ରତିକ୍ରିୟା ଅଛି। ବୟକଟ୍ ଆମେରିକା କ'ଣ ହେଇଗଲାଠୁ? ଆମ ଲୋକଙ୍କୁ ଶିଙ୍କୁଳିରେ ପିନ୍ଧେଇକି ହାତରେ କଡ଼ି ପିନ୍ଧେଇକି ଫ୍ଲାଇଟ୍ରେ ନେଇ ଛାଡ଼ିଦେଲେ। ଆଜି କହିବେ କାଶ୍ମୀର ଗୋଟେ ବିବାଦୀୟ ଜାଗା, ମୁଁ ମଧ୍ୟସ୍ଥତା କରିବାକୁ ରାଜି ଅଛି। ତୁ କିଏ ମଧ୍ୟସ୍ଥତା କରିବାକୁ? କାଶ୍ମୀର ଆମର। କାଶ୍ମୀର ସମ୍ପର୍କରେ ଆଲୋଚନା କରିପାରିବନି। ତମ ଫାଇଦା ବି ଦୁଇ ପଟେ ହେବ।